এই କଥାଟି ମୋର ସେଇ ଭଉଣୀମାନଙ୍କ ପାଇଁ ଯେଉଁମାନେ ଛୋଟ ଛୋଟ କଥାରେ ସ୍ୱାମୀମାନଙ୍କ ଉପରେ ରାଗି ବାପ ଘରକୁ ଚାଲି ଯାଉଛନ୍ତି। ମାନୁଛି ଯାହାକୁ ଯନ୍ତ୍ରଣା ହେଉଥିବ ସେ କଷ୍ଟ କେତେ ସିଏ ହିଁ ଅନୁଭବ କରିପାରୁଥିବ। ଦେଖିବା ଲୋକ କହିବା ଲୋକ ତ ହଜାରେ କହିବେ, ସେମାନେ କିନ୍ତୁ କଷ୍ଟ କେବେ ଅନୁଭବ କରିପାରିବେନି। କିନ୍ତୁ ଭଉଣୀମାନେ ଗୋଟେ ଛୋଟ କଥା ଦେଖନ୍ତୁ, ଆଜି ସ୍ୱାମୀ ଆପଣଙ୍କ ଉପରେ ରାଗିଛନ୍ତି କି କିଛି କଟୁ କଥା କହିଛନ୍ତି, କାଲି ଠିକ୍ ହେଇଯିବ। କାଲି ସେ ତୁମକୁ ବୁଝେଇ ଦେବେ। ଶାଶୁ ଘରେ କିଛି ଯନ୍ତ୍ରଣା ପାଉଛନ୍ତି, କାଲି ସମାଧାନ ହେଇଯିବ। କିନ୍ତୁ ଆପଣ ଯଦି ଛୋଟିଆ କଥା ସହି ନପାରି ବାପ ଘରକୁ ଚାଲିଗଲେ ଥରେ ନା, ବହୁତ କିଛି ଅନର୍ଥ ହେଇଯାଏ। ଆଜି ଭାବୁଛନ୍ତି ବାପା ମା ରୋଜଗାର କରୁଛନ୍ତି, ମୋ ମା ଭଲ ପାଉଛି କି ମୋ ଭାଇ ଭଲ ପାଉଛନ୍ତି, ମୋ ବାପ ଘରେ ମୁଁ ଖୁସିରେ ରହିବି। ମନେ ରଖିଥିବେ ଗୋଟେ କଥା ଭଉଣୀ, ଆଜି ଯଦି ଆପଣଙ୍କର ବାହାଘର ହେଇଯାଉଛି ନା, ସପ୍ତମଙ୍ଗଳରେ ଯେତେବେଳେ ବୁଲିବାକୁ ଯାଉଛନ୍ତି ବି କିଛି ସମୟ ପରେ ଲୋକ ପଚାରୁଛନ୍ତି କେତେବେଳେ ତୁମେ ତୁମ ଘରକୁ ଯିବ। ତାର ଅର୍ଥ ବୁଝିଯିବା ଦରକାର ଯେ ଆମ ବାହାଘର ପରେ ଆମେ ସେ ଘରର କୁଣିଆ। ଆଉ କୁଣିଆକୁ ବେଶୀ ଦିନ କେହି କାହା ଘରେ ରଖନ୍ତିନି। ଆଉ ଯଦି ବେଶୀ ଦିନ ରହିଲେ ତାଙ୍କର ଅପମାନ ହେବାଟା ଥୟ। ଠିକ୍ ସେମିତି ଆଜି ସିନା ବାପା ମା ଅଛନ୍ତି ବୋଲି ସେ ଦମ୍ଭରେ ଆପଣଙ୍କ ଘରକୁ ଚାଲିଗଲେ, କାଲି ଯେତେବେଳେ ଭାଉଜଟିଏ ଆସିବ ନା, ସେତେବେଳେ ଗୋଟିଏ ପ୍ରୋବ୍ଲେମ୍ ଫେସ୍ କରିବେ କ'ଣ ନା, ସେଇ ମା ଯିଏ ତୁମକୁ ଏତେ ଭଲ ପାଉଥିଲା ସେ ମା କାଲି ସକାଳେ କହିବ କି ମୋ ପରିବାରରେ କେବେ ଡିଷ୍ଟର୍ବାନ୍ସ ନ ହଉ, ମୋ ପୁଅ ବୋହୂ ଖୁସିରେ ରୁହନ୍ତୁ। ସେତେବେଳେ ତୁମେ ପଦାରେ ପଡ଼ିଯିବ। ସେତେବେଳେ ନା ଥିବ ତୁମର ଶାଶୁଘରକୁ ଫେରିବା ବାଟ, ନା ସେଠି ରହିବାର ବାଟ। ତେଣୁକରି ନିଜ ହାତରେ ନିଜ କୁରାଢ଼ି ଧରି ନିଜ ଗୋଡ଼କୁ କେବେ ଚୋଟ ମାରନ୍ତୁନି। ଆଜି କଷ୍ଟ ସହନ୍ତୁ ପଛେ, କିନ୍ତୁ କାଲି ରାଣୀ ହେଇ ଶାଶୁ ଘରେ ରହିବେ। ସେଇ